ନାହିଁ ତେଣୁ ସେ ବାପାଙ୍କ ଉପରେ ପଦଟି କହିବି। ଚାଷୀ ପରିବାରଟି ଆଜ୍ଞା, ସ୍ୱାମୀ ସ୍ତ୍ରୀ ଆଉ ଗୋଟେ ଛୋଟ ପୁଅଟେ ଯିଏ ପଞ୍ଚମ ଶ୍ରେଣୀ କ୍ଲାସରେ ପାଠ ପଢୁଛି। ସ୍ୱାମୀ ତାଙ୍କର ମୂଲ ଲାଗିଲେ ଅଳ୍ପ ବହୁତ ଯାହା କିଛି ପାରିଶ୍ରମିକ ଆଣନ୍ତି, ଦିନେ ଖାଇଲେ 2 ଦିନ ଉପବାସ। କିନ୍ତୁ ପିଲାକୁ କେବେ ହେଲେ ଅଭାବରେ ରଖିନାହାନ୍ତି, ନିଜେ ଖାଇନାହାନ୍ତି ହେଲେ ପିଲା ପେଟକୁ ଦାନା ଦେଇଛନ୍ତି। ତେଣୁ ଏମିତି ସୁଖେ ଦୁଃଖରେ ତାଙ୍କର ସଂସାର ଚାଲିଛି। ପିଲାଟି ପଞ୍ଚମ ଶ୍ରେଣୀ କ୍ଲାସରେ ପାଠ ପଢୁଛି। ପଞ୍ଚମ ଶ୍ରେଣୀ କ୍ଲାସରେ ସ୍କଲାରସିପ ପାଇ ଦୌଡ଼ି ଦୌଡ଼ି ଆସି ଘରେ ପହଞ୍ଚି ଯାଇଛି। ଖଣ୍ଡେ ବାଟ ଭାଇ ଡାକିଛି, ମାଲୋ ନା ପୁଅ କଣ ହେଲା କି ଦେଖୁ ନା ମୁଁ ସ୍କଲାରସିପ ପାଇ ଜାଣିଛୁ ନା? ହଁ। ମୁଁ ତ ମୂର୍ଖ ଲୋକଟା, ମୁଁ କେମିତି ଜାଣିବି? ତ ବାପା ହେଲେ 2 ଅକ୍ଷର ପାଠ ପଢିଛି, ତାକୁ କହିଲେ ସେ ଜାଣିବ ଏ ସ୍କଲାରସିପ ଟା କଣ? ମୁଁ କିଛି ଜାଣିନି। ନା ବାପା କୁଆଡେ ଗଲେ? ନା ରେ ବାପା କଣ ଘରେ ଅଛନ୍ତି? ଚାଷ କର୍ମ କଲେ ଆମ ଜୀବିକା ଚଳେ, ପେଟକୁ ଗଣ୍ଡେ ଦାନା ଯାଏ। ତୋ ବାପା ଏଠି ନାହିଁ ରେ ପୁଅ, ତୋ ବାପା ଯାଇ ବିଲରେ ଚାଷ କରୁଛନ୍ତି, ଯା ତୁ ବିଲକୁ ଯା। ପିଲାଟି ଆଜ୍ଞା ଦୌଡ଼ି ଦୌଡ଼ି ହାତରେ ଧରିଛି ସ୍କଲାରସିପ ରିପୋର୍ଟଟା, ଦୌଡ଼ି ଦୌଡ଼ି ଯାଇ ପହଞ୍ଚିଲା ବିଲରେ। ଖଣ୍ଡେ ବାଟ ଉଠାଇ ଡାକିଲା, ବାପା। ବାପା କହୁଛନ୍ତି, କୁନା ଆରେ କଣ ହେଲା, କାହିଁକି ଦୌଡ଼ି ଦୌଡ଼ି ଆସୁଛୁ? ନା ବାପା ମୁଁ ପଞ୍ଚମ ଶ୍ରେଣୀ କ୍ଲାସରେ ସ୍କଲାରସିପ ପାଇଛି। ନା କଣ ହେଲା? ଆରେ ତୁ ସ୍କଲାରସିପ ପାଇଛୁ, ଦେଖିବା ଟିକେ କାଗଜଟା ଦେଖିବା। କାଗଜଟାରେ ଦେଖିଲେ ପ୍ରକୃତରେ କୁନା ସ୍କଲାରସିପ ପାଇଛି। ସାଙ୍ଗେ ସାଙ୍ଗେ ରାଗି ଗଲେ ବାପା। ଆରେ କୁନା ତୁ ଏକୁଟିଆ ସ୍କଲାରସିପ ପାଇଛୁ ନା ତମ ସ୍କୁଲରେ ଆଉ କିଏ ସ୍କଲାରସିପ ପାଇଛନ୍ତି? ନା ହଁ ବାପା, ଆମ ସ୍କୁଲରୁ 7 ଜଣ ଯାଇଥିଲେ ସ୍କଲାରସିପ ପରୀକ୍ଷା ଦେବା ପାଇଁ, ତା ଦେହରୁ 3 ଜଣ ସ୍କଲାରସିପ ପାଇଛନ୍ତି। ନା ତମ କ୍ଲାସରେ 3 ଜଣ ସ୍କଲାରସିପ ପାଇଛନ୍ତି, ଏମିତି ଓଡ଼ିଶା ସାରା କେତେ ସ୍କଲାରସିପ ପାଇଛନ୍ତି? ତୁଟା ବଡ କାମଟା କରିଦେଲୁ ନାଇଁ, ଚାଲି যাব ଆଖି ଆଗକୁ। ଆସିଗଲା ଗୋଟେ କାଗଜ ଦେଖିବା ପାଇଁ, ନା କଣ ମୁଁ ସ୍କଲାରସିପ ପାଇଛି? ବାପା ତାକୁ ବହୁତ ପ୍ରକାର ବିଗିଲେ, ଯଦି ନ ଯିବୁ ଏ ଯୋଉ ହାତରେ 5 ଜଣ ଧରିଛି, ଏ 5 ଜଣରେ ପିଟି ପିଟି ତ ପିଠୁ ଛାଲଉ ଦେବି, ଚାଲି যাব ଆଖି ଆଗକୁ। ପିଲାଟି ଆଜ୍ଞା ପ୍ରୋଗ୍ରେସ ସ୍କଲାରସିପ ରିପୋର୍ଟ ହାତରେ ଧରିଛି, କାନ୍ଦି କାନ୍ଦି ବିଲରେ ଚାଲିଲା। ମନେ ମନେ ପୁଅ ଚିନ୍ତା କରୁଛି, ବାପା ହୁଏ ତ ଇଏ ପଞ୍ଚମ ଶ୍ରେଣୀ ସ୍କଲାରସିପ ପାଠରେ ଖୁସି ନାହାନ୍ତି, ମନ ଲଗେଇ ପାଠ ପଢିବି, ଯେମିତି ବାପା ଟିକେ ଖୁସି ହେବେ। ବାପା ଖୁସି ହେଲେ ମୁଁ ଖୁସି ହେବି। ତେଣୁ ପିଲାଟି ମନେ ମନେ ଚିନ୍ତା କରି ସେଇ ପିଲା ଅକ୍ଳାନ୍ତ ପରିଶ୍ରମ କରି ନିଜର ଉଦ୍ୟମ ବଳରେ 10ମ ଶ୍ରେଣୀ କ୍ଲାସରେ ଓଡ଼ିଶାରେ ଶ୍ରେଷ୍ଠ 10 ଜଣଙ୍କ ଭିତରେ ପ୍ରଥମ ସ୍ଥାନ ଅଧିକାର କଲେ। ଖୁସି କହିଲେ ନ ସରେ, ପୁଅ ଭାରି ଖୁସି ଅଛି ସେଦିନ। ବାପା ଆଜି ଖୁସି ହେବେ। ପ୍ରୋଗ୍ରେସ ରିପୋର୍ଟଟା ଧରି ଦୌଡ଼ି ଚାଲିଲା ଘରକୁ, ପଚାରିଲା, ବାପା କାହାନ୍ତି ମା? ନା ବାପା କଣ ଅଛନ୍ତି?